ऑफिस रे राधा ऑफिसर को किसी फाइल दे कहबे कि ए नियंतु ए पेपर्स रे किसी साइन कर दियंतु। मो कहला नियंतु बोली नियंतु आ साइन करंतु। ताहा नहले आपण भल भाବରେ ଜାଣିଛନ୍ତି ମୁଁ କାହା ଝିଅ ଆଉ ଆପଣଙ୍କ ସାଙ୍ଗରେ ମୁଁ କ'ଣ କ'ଣ କରିପାରେ। ନିଅନ୍ତୁ ସାଇନ୍ କରନ୍ତୁ ନାଓ ଜଲ୍ଦି। ରାଧା ଦେଈଙ୍କ ଫାଇଲରେ ଅଫିସର ନେଇ ଦସ୍ତଖତ କରିଦିଅନ୍ତି ଆଉ ସେ ଫାଇଲ ରାଧାଙ୍କ ହାତକୁ ବଢ଼େଇ ଦିଅନ୍ତି ଅଫିସର। ପୁଣି ରାଧା କ୍ରିଷ୍ଣ ଭାଇଙ୍କୁ କହନ୍ତି କି ତମେ ଯେଉଁ ଫାଇଲ ପରମିଶନ ଆପ୍ରୁଭାଲ ପାଇଁ ଏ ଅଫିସରୁ ସେ ଅଫିସ 3 ବର୍ଷ ହେଲା ବୁଲୁଥିଲ ନା, ମୁଁ ସେ ଫାଇଲରେ ଅଫିସରଙ୍କ ପରମିଶନ ଏବେ ହିଁ ନେଇଗଲି ତମ ସାମ୍ନାରେ। ଆଉ ୟା ଦ୍ୱାରା ମୁଁ ନିଜର ଯୋଗ୍ୟତା ବି ପ୍ରମାଣ କରିଦେବି। ସେଥିପାଇଁ ମୁଁ ତମ ଅଣ୍ଡରରେ କାମ କରିପାରିବି ନାହିଁ। କିନ୍ତୁ ହଁ, ମୋର ଏବେ ନା କାମ ନିହାତି ଦରକାର ଅଛି। ଦ୍ୟାଟ୍ସ ହ୍ୱାଇ ମୁଁ ଡିସାଇଡ୍ କରିଛି କି ମୁଁ ତମ ସହ ମିଶିକି କାମ କରିବି। ସୋ ଏବେ ସିଗ୍ନେଚର ଆଉ ପରମିଶନ ବଦଳରେ ମୁଁ ନିଜକୁ ଏ ପ୍ରୋଜେକ୍ଟରେ କୋଅର୍ଡିନେଟ୍ ଭାବରେ ଆପଏଣ୍ଟ କରୁଛି। ଏଥିପାଇଁ ମୁଁ ତମ ସହ ମିଶିକି କାମ କରିବି। ଆଉ ହଁ, ଆମ 2 ଜଣଙ୍କର ପୋଜିସନ୍ ଏକଦମ ବରାବର ରହିବ, ମାନେ ସମାନ ସମାନ, ବୁଝିଲ ତ? ତାପରେ ରାଧା ସେ ଫାଇଲ୍ସକୁ କ୍ରିଷ୍ଣ ଭାଇଙ୍କ ହାତକୁ ବଢ଼େଇ ଦେଇ ସେ ଅଫିସରୁ ବାହାରକୁ ଚାଲିଯାଆନ୍ତି ଆଉ ଫୋନ୍ ମଧ୍ୟ ଛାଡ଼ିଯାଆନ୍ତି। କ୍ରିଷ୍ଣ ଭାଇ ରାଧାଙ୍କ ପଛପଟୁ ଡାକି ଡାକି କହନ୍ତି କି ଆରେ ଟିକେ ଶୁଣନ୍ତୁ, ଗୋଟେ ମିନିଟ୍ ଶୁଣନ୍ତୁ। ରାଧା କହିବେ ପ୍ଲିଜ୍ ମୁଁ କହୁଛି ନା, ମୋ ପଛରେ ଆସନି ଆଉ ଯାଆନ୍ତୁ ଏଠୁ, ଭଲରେ ଭଲରେ କହୁଛି ନା। ତାପରେ କ୍ରିଷ୍ଣ କହିବେ ମୋ କଥା ଟିକେ ଶୁଣନ୍ତୁ, ଆପଣଙ୍କ ଫୋନ୍। ତାପରେ ରାଧାଙ୍କ ମନରେ ଭାବିବେ କି କ୍ରିଷ୍ଣ ଭାଇ ତାଙ୍କ ଫୋନ୍ ନମ୍ବର ମାଗୁଛନ୍ତି ବୋଲି। ପୁଣି ରାଧା କହିବେ କି ହ୍ୱାଟ୍ ଡୁ ୟୁ ମିନ୍, ତମେ ମୋତେ ମୋ ଫୋନ୍ ନମ୍ବର ମାଗୁଛ? ତମେ ଭୁଲିଗଲଣି ମୁଁ ଶାରଦା ଦେବୀଙ୍କ ଝିଅ ଆଉ ଆମର ଏଠି ଗୋଟେ ଇଜ୍ଜତ ଅଛି। ତମର ସାହସ କେମିତି ହେଲା ତମର ଦେଖ ତ, କିଛି ଫୋନ୍ ନମ୍ବର ମିଳିପାରିଲେ ବୋଲି ତମକୁ ମୋତେ ମାଗୁଛ, ମ୍ୟାନରଲେସ୍। ତାପରେ କ୍ରିଷ୍ଣ ଭାଇ ରାଧାଙ୍କ ହାତକୁ ଧରି ପକାନ୍ତି ଆଉ ତାଙ୍କ ହାତରେ ତାଙ୍କ ଫୋନ୍ ଧରେଇ ଦିଅନ୍ତି ଆଉ କହନ୍ତି କି ତମ ଫୋନ୍ ନମ୍ବର ମୋର ଦରକାର ନାହିଁ। ମୁଁ ତମକୁ ଫୋନ୍ ନମ୍ବର ମାଗୁନଥିଲି, ତମେ ଅଫିସରେ ଫୋନ୍ଟା ଛାଡ଼ିକି ପଳେଇ ଆସିଥିଲ, ସେଥିପାଇଁ ମୁଁ ତମ ଫୋନ୍ ଦେବାକୁ ଆସିଥିଲି। ସଦାବେଳେ ଯେଉଁ ବଡ଼ ବଡ଼ ଚଡ଼ଚଡ଼ ହେଉଛ ନା, କେତେବେଳେ ଟିକେ ମୁହଁକୁ ବନ୍ଦ କରି ସାମ୍ନାବାଲା କ'ଣ କହୁଛି କାହିଁକି କହିଲ ତା କଥା ଟିକେ ଶୁଣନ୍ତୁ। ତାପରେ ମୁହୂର୍ତ୍ତରେ ତମର ନିଜର ଅସମ୍ମାନ ହେଇପାରେ। ଏମିତି 2 ଜଣଙ୍କର କଥାବାର୍ତ୍ତା ଶୁଣି ବାହାର ଲୋକ, କ୍ରିଷ୍ଣ ଭାଇଙ୍କର ଆଉ ରାଧାଙ୍କର କଥା ଶୁଣି ବାହାର ଲୋକ ଠୋ ଠୋ ହୋଇକି ହସନ୍ତି, ଯେଉଁଟାକି ରାଧାଙ୍କୁ ଟିକେ ଖରାପ ଲାଗେ। ଆଉ ତାଙ୍କ ମୁହଁ ରାଗରେ ପୁରା ଜଳିଯାଏ ରାଧାଙ୍କର କ୍ରିଷ୍ଣ ଭାଇଙ୍କର ଏଭଳିଆ କଥା ଶୁଣି।